ମହାନଦୀରେ ହୀରାକୁଦ ବନ୍ଧ ହେଲା ପରେ ସରକାରଙ୍କର ଦୃଷ୍ଟି ପଡ଼ିଲା ବ୍ରାହ୍ମଣୀ ନଦୀ ଉପରେ। ଶଙ୍ଖ କୋଇଲି ଦିଟା ନଈ ଉପନଦୀ ଦିଟା ରାଉରକେଲା ପାଖରେ ଦେଖିକି ବ୍ରାହ୍ମଣୀ ନଦୀ ହେଇଛନ୍ତି। ବ୍ରାହ୍ମଣୀ ନଦୀ ଧାମରା ନଈକି ବଙ୍ଗୋପସାଗରରେ ପଡ଼ିଛି। କେଡ଼େ ବଡ଼ ନଦୀରେ ବନ୍ଧ କରିବାକୁ ସରକାର କ'ଣ କଲେ, ଜଣେ ପ୍ରସିଦ୍ଧ ଇଞ୍ଜିନିୟରକୁ ରଖିଲେ। ସେ ଭଦ୍ରକୋଟରେ ରହିକରି ଇଏ ରେଙ୍ଗାଲି ଡ୍ୟାମର ପରିକଳ୍ପନା କରୁଥିଲେ। ସରକାର ସ୍ଥିର କଲେ ରେଙ୍ଗାଲି ଡ୍ୟାମ୍ କରିବେ। ସେଠୁ ସୁରେଶ ଚନ୍ଦ୍ର ତ୍ରିପାଠୀଙ୍କୁ ଚିଫ୍ ଇଞ୍ଜିନିୟର କରିକି ପୋଷ୍ଟିଂ କଲେ। ସେ ଜଣେ ମୁଖ୍ୟ ଆଉ କର୍ତ୍ତବ୍ୟନିଷ୍ଠ ଲୋକ ଥିଲେ। ସେ ସୁରେଶ ତ୍ରିପାଠୀ ଯାଇ CWPCରେ ମିଶିକିରି ହୀରାକୁଦର ପରିକଳ୍ପନା କମ୍ପ୍ଲିଟ୍ କଲେ। ଏ ରେଙ୍ଗାଲି ଡ୍ୟାମ୍ର ପରିକଳ୍ପନା କମ୍ପ୍ଲିଟ୍ କଲେ। ସେଠୁ ମୋତେ ତାଙ୍କର ସହକାରୀ ଭାବରେ ନିଯୁକ୍ତ କଲେ। ବ୍ରାହ୍ମଣୀ ବରହମପୁରରେ ମୁଁ ଥିଲି। ମୋତେ ଆସି ରହିକିରି ସେଠୁ ସୁରେଶ ତ୍ରିପାଠୀ ତ ବଡ଼ ସୁଦକ୍ଷ ଇଞ୍ଜିନିୟର ଆଉ ବଡ଼ କର୍ତ୍ତବ୍ୟନିଷ୍ଠ। ସେ କ'ଣ କଲେ, ସବୁ ଘର ଦ୍ୱାର ତିଆରି କଲେ, ସବୁ ପୁରା ପ୍ଲାନ୍ କରିଦେଲେ। ରେଙ୍ଗାଲି ଡ୍ୟାମ୍ରେ କ'ଣ କ'ଣ ହେବ, କେଉଁଠି ଟୁରିଷ୍ଟ ହେବ, କେଉଁଠି କ'ଣ ହେବ, ସବୁ ସ୍ଥିର କରିଦେଲେ। ସବୁ ସ୍ଥିର କରିଦେଲା ପରେ ଆମକୁ ମୋତେ ସହକାରୀ ହିସାବରେ ଯୋଗ ଦେବାକୁ ପଡ଼ିବ। ତାପରେ ଦୁଃଖର ବିଷୟ, ସୁରେଶ ତ୍ରିପାଠୀଙ୍କର ଦେହାନ୍ତ ହୋଇଗଲା। ଦେହାନ୍ତ ହୋଇଗଲା ପରେ ଆମେ ଯାହା ଥିଲା ସେଇ ଅନୁସାରେ କାମ କରିବାକୁ ଲାଗିଲୁ। ତାଙ୍କ ହିସାବରେ ପ୍ଲାନ୍ ଦେଇକରି କାମ କରିବାକୁ ଲାଗିଲୁ। OCCକି ସମସ୍ତ କାମ କରିବା ଦାୟିତ୍ୱ ଦିଆଗଲା। OCCର ଜଣେ ପଦ୍ମନାଭ ବାବୁ ହେଲେ ସେଇ ଇଞ୍ଜିନିୟର। ସେ ଆସିକିରି ଡ୍ୟାମ୍ର ତିଆରି କରିବାକୁ ଆରମ୍ଭ କଲେ। ତାଙ୍କର ଗେଟ୍ର ବି OCCକି ଦିଆଗଲା। ତେଣୁ ଗେଟ୍ର କିଏ କଲେ ମୋର ମନେ ନାହିଁ, କିନ୍ତୁ ସେମାନେ ଗେଟ୍ ବି ତିଆରି କଲେ। ଏହିପରି ଭାବରେ ସେ ସବୁ କାର୍ଯ୍ୟ ସୁଖାଦୁ ଭାବରେ ହେଇଗଲା। ସେଇ କାର୍ଯ୍ୟଟା ହେବାକୁ କ'ଣ କରିବାକୁ ହେବ ଜାଣିବା ଦରକାର। କିପରି କିଏ କରିବ ତା ବି ସ୍ଥିର କରିବା ଦରକାର। କିଏ ସୁରେଶ ତ୍ରିପାଠୀଙ୍କ ହିସାବରେ ସେ ସବୁ କମ୍ପ୍ଲିଟ୍ ପ୍ଲାନ୍ କରିଦେଇଥିଲେ। ସେଥିପାଇଁ କୌଣସି କାର୍ଯ୍ୟ ବିଳମ୍ବ ହେଲା ନାହିଁ। ଖାଲି ଗୋଟାଏ ଅସୁବିଧା ହେଲା, ଥରେ ପାୱାର ହାଉସ୍ରେ ଭଲ ପରିଚାଳନା ଅଭାବରୁ ପାଣି ପଶିଗଲା। ସେତିକିବେଳେ ମୋତେ ବ୍ରାହ୍ମଣୀ ହୀରାକୁଦ ମହାନଦୀ ବ୍ୟାରେଜରୁ ପମ୍ପ ଆଣିକିରି ପମ୍ପରେ ପାଣି ବାହାର କରିକି କାମ କରିବାକୁ ପଡ଼ିଲା। କିନ୍ତୁ ଯଥା ସମୟରେ ପାୱାର ହାଉସ୍ ଜେନେରେସନ୍ ଆରମ୍ଭ ହେଇଗଲା। 1885ରେ ପାୱାର ହାଉସ୍ ଜେନେରେସନ୍ ଆରମ୍ଭ କରିବେ। 1985 ଏହା କଥା ଯେଉଁ ଲୋକମାନେ ରହିଲେ ଆମ ପରେ, ତାଙ୍କର କର୍ତ୍ତବ୍ୟ ହେଲା ଯେ ଜଳସେଚନଟା କେମିତି ଡାଇରେକ୍ଟଲି ସୁବିଧାରେ ହେବ ଆଉ ପାୱାର ଜେନେରେସନ୍ଟା ଠିକ୍ ଭାବରେ ହେବ। ସେତିକି କରିପାରିଲେ ଆଉ ଅସୁବିଧା କିଛି ନାହିଁ। ପାୱାର ଜେନେରେସନ୍ ପାଣିଟା ପଛକୁ ଯେ ପାଣି ଯାଉଛି ସେଇଟାକୁ ବ୍ୟବହାର କରିବାକୁ ତଳେ ଅଲଗା ସଂସ୍ଥା ଅଛି। ସେଥିପାଇଁ ଦୁଃଖ କରିବାର କିଛି ନାହିଁ। କେବଳ ଏଇ ଡ୍ୟାମ୍ରେ ଯେ ପାଣିଟା ହେଉଛି ଡାଇରେକ୍ଟ ଇରିଗେସନ୍, ସେଇଟା ଯେମିତି ହେବ ଆଉ ପାୱାର ଜେନେରେସନ୍ଟା ଠିକ୍ ଭାବରେ ହେଲେ
এখন কিছু করি আর কি। আশা করে ওর পর্ব জেনারেশন হবে সেই হিসাবে আমি করবো। আଜ୍ଞା